मोर प्रिय पिलाମାନେ फाइनाली आपण ଯାହାକୁ ୱେଟ୍ କରିକି ରହିଥିଲେ ବିଏଡ୍ ବିଏଚ୍ଡି ଏମ୍ଏଡ୍ ତାର ରେଜଲ୍ଟ ଆପଣଙ୍କର ଆଜି ପବ୍ଲିଶ ଆପଣଙ୍କର ହେବ ଏବଂ ଯଦି ଆପଣଙ୍କର କିଛି ବି ଅସୁବିଧା ଥାଏ ଦେନ୍ ତାହେଲେ ଆପଣ ଅବଜେକ୍ସନ୍ ବି କରିପାରିବେ। ତ ସମସ୍ତଙ୍କୁ ଆପଣ ଯେମିତି ଲାଇକ୍ ଆଉ ସେୟାର କରିକି ଜଣେଇ ଦିଅନ୍ତୁ ଯଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ। ଏବଂ ରହିଲା କଥା ଆପଣଙ୍କର 2027 ଆପଣଙ୍କର ବିଏଡ୍ ପାଇଁ ଆପଣଙ୍କର କ୍ଲାସ୍ ଯେମିତି ମୁଁ କମିଟମେଣ୍ଟ କରେ ଆଉ ଲାଇଭ୍ ପ୍ରୁଫ୍ ମଧ୍ୟ ମୁଁ ଆପଣଙ୍କୁ ଦେଖେଇଥାଏ। ଦେଖନ୍ତୁ 2026ରେ ମଧ୍ୟ ମୁଁ ଆପଣଙ୍କୁ ଲାଇଭ୍ ପ୍ରୁଫ୍ ଦେଖେଇଥିଲି ଆପଣଙ୍କର ବିଏଡ୍ ଆର୍ଟ୍ସ ପିଲାଙ୍କର 75ଟି କ୍ୱେଶ୍ଚନ୍ ଆପଣଙ୍କର ଡାଇରେକ୍ଟ ଆମେ ଯାହା ଆପଣଙ୍କର ପଢ଼ିଛେ ଏମ୍ଏଡ୍ରେ 100ଟା ପ୍ରଶ୍ନରୁ 96 ଆପଣଙ୍କର କ୍ୱେଶ୍ଚନ୍ ଏବଂ ବିଏଚ୍ଡିରେ ଯେହେତୁ ଆପଣଙ୍କର ହିନ୍ଦୀ ଆମେ ପଢ଼ି ନଥାଉ ତ 60ରୁ ଆପଣଙ୍କର 56 ଆଉ ପିଲାଙ୍କର ସ୍କୋର ବହୁତ ଅଧିକା ଆପଣଙ୍କ ରହିଛି। ବିଏଡ୍ ସାଇନ୍ସ ପିଲାଙ୍କର କେବଳ ସେକ୍ସନ୍ 1ରେ ଆପଣଙ୍କର କହୁଛି 40ରୁ ଆପଣଙ୍କର 32ଟି ଆପଣଙ୍କର କ୍ୱେଶ୍ଚନ୍ ଆମେ ଯାହା ଆପଣଙ୍କର ପଢ଼ିଛେ। ତେଣୁକରି 2027 ଆପଣଙ୍କର ବ୍ୟାଚ୍ ସେମ୍ ଆପଣଙ୍କର ଯେମିତି ଫାଷ୍ଟ ସିଲେକ୍ସନ୍ ଆପଣଙ୍କର ପବ୍ଲିଶ ହେବ ଦେନ୍ ଆପଣଙ୍କ ପାଇଁ ପ୍ଲାନିଂ ଭିଡ଼ିଓ ଅପଲୋଡ଼ ହେବ ଏବଂ ପ୍ଲାନିଂ ଭିଡ଼ିଓ ଅପଲୋଡ଼ ହେଲା ପରେ ଯାଇକି ଆମର 2027ର ବ୍ୟାଚ୍ ଆପଣଙ୍କର ଆରମ୍ଭ ହେବ ଏବଂ ଯେମିତି 2026ରେ ଆପଣଙ୍କ ପାଇଁ ସିଲାବସ୍ 54 ଥର ସରିଥିଲା 2027ରେ ମଧ୍ୟ ଆପଣଙ୍କର ସିଲାବସ୍ ମିନିମମ୍ 54ରୁ 55 ଥର ଆପଣଙ୍କର ସିଲାବସ୍ କଭରେଜ ହେବ ହିଁ ଆପଣଙ୍କର ହେବ। ঠিক ଅଛି ତ ଦେଖନ୍ତୁ ଡିଏଚି ଓଡ଼ିଶା ତରଫରୁ ଗତକାଲି ରାତି 10ଟା ବେଳେ ଆପଣଙ୍କର ନୋଟିଫିକେସନ୍ ଦେଖନ୍ତୁ ରିଲିଜ୍ କରାହେଇଛି ଯେ ଆଜି ଦେଖନ୍ତୁ ହେଲା ମୁଁ ଆପଣଙ୍କୁ ଲାଇଭ୍ ଦେଖାଇ ଦେଉଛି ଆପଣ ଦେଖିପାରିବେ ହେଲା ଦ ପ୍ରୋଭିଜନାଲ ମାର୍କସ୍ ଫର୍ କ୍ୟାଣ୍ଡିଡେଟ୍ସ ହୁ appeared in the common PG entrance test conducted by SSB have already been published. PG result already published ହେଇଛି। Further, result for the entrance test for teacher education courses 2026 will be published tomorrow। 9 ତାରିଖ ଦିନ ଯେହେତୁ ନୋଟିସ୍ ବାହାରିଛି ଟୁମୋରୋ ମାନେ ଆଜି ଆପଣଙ୍କର ଆଜି ବିଏଡ୍ ବିଏଚ୍ଡି ଆଉ ଏମ୍ଏଡ୍ର ରେଜଲ୍ଟ ଆପଣ ଦେଖିବାକୁ ପାଇବେ। ତ ନର୍ମାଲି ରେଜଲ୍ଟ କହିଲେ ସ୍କୋର କାର୍ଡ଼ ରିଲିଜ୍ ଆପଣଙ୍କର ହେବ ନହେଲେ ଡାଇରେକ୍ଟଲି ସେମାନେ ଯେମିତି କମନ୍ ମେରିଟ୍ ଲିଷ୍ଟ ପବ୍ଲିଶ କରିଥିଲେ ପିଜିର ସେମିତି ବି ମାନେ ପୂର୍ବରୁ ସେମିତିକା ହେଉଥିଲା ହେଲା ସେମିତିକା ହିଁ ରିଲିଜ୍ ଆପଣଙ୍କର କରିପାରନ୍ତି। ঠিক ଅଛି ଯଦି ସେମିତିକା ରିଲିଜ୍ କରିଦେଲେ ତ ବହୁତ ହି ଭଲ ଅଲ୍ ଓଡ଼ିଶାରେ ସବୁ ପିଲାଙ୍କର ସ୍କୋର ଆମେ ଜାଣିପାରିବା ଏବଂ ଆକର୍ଡ଼ିଂଲି ଆପଣ ଜାଣି ବି ପାରିବେ ଯେ ଆପଣଙ୍କର ସିଲେକ୍ସନ୍ ହେବ କି ହେବ ନାହିଁ ବୋଲି। ঠিক ଅଛି କିମ୍ବା ଆପଣଙ୍କର ସ୍କୋର କାର୍ଡ଼ ତ ନିହାତି ଆପଣଙ୍କର ପବ୍ଲିଶ ହେବ ହିଁ ହେବ। ঠিক ଅଛି କ୍ୟାଣ୍ଡିଡେଟ୍ସ ହେଭିଂ ଏନି ଅବଜେକ୍ସନ୍ ରିଗାର୍ଡ଼ିଂ ଦେୟାର ପ୍ରୋଭିଜନାଲ ମାର୍କସ୍ ମେ ସବମିଟ୍ ଦେୟାର ଅବଜେକ୍ସନ୍ ଅନଲାଇନ୍। ଯଦି ଆପଣଙ୍କର ସ୍କୋରରେ କିଛି ବି ପ୍ରୋବ୍ଲେମ୍ ଆପଣଙ୍କର ଥାଏ ତ ଆପଣ ଅନଲାଇନ୍ ମୋଡ଼ରେ ଆଜି ଦିନ 2ଟାରୁ 13 ଜୁଲାଇ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଆପଣ ଅବଜେକ୍ସନ୍ କରିପାରିବେ ଏବଂ ଫାଇନାଲ୍ ମେରିଟ୍ ଲିଷ୍ଟ କିମ୍ବା ଫାଇନାଲ୍ ମାର୍କ ଆପଣଙ୍କର ଏଇ ସରିଲା ପରେ ଯାଇକି ଆପଣଙ୍କର ପବ୍ଲିଶ ହେବ। ঠিক ଅଛି ବୁଝିଗଲେ ତାହେଲେ ଆପଣ କହିବେ ସାର୍ ଆଜି ଯେଉଁ ରେଜଲ୍ଟ ପବ୍ଲିଶ ହେବ କେତେବେଳେ ହେବ ତ ଦିନ 2ଟା କିମ୍ବା ଦିନ 2ଟାରୁ ପୂର୍ବରୁ ହିଁ ପବ୍ଲିଶ ଆପଣଙ୍କର ହେବ ଯେହେତୁ 2ଟା ବେଳୁ ଆପଣଙ୍କର ଅବଜେକ୍ସନ୍ ଆରମ୍ଭ ତ ଦିନ 2ଟା ପୂର୍ବରୁ କୌଣସି ବି ସମୟରେ ରେଜଲ୍ଟ ପବ୍ଲିଶ ହେବ କିମ୍ବା ଏକ୍ଜାକ୍ଟଲି ଦିନ 2ଟା ବେଳେ ଆପଣଙ୍କର ରେଜଲ୍ଟ ପବ୍ଲିଶ ଆପଣଙ୍କର ହେବ। ବୁଝିଗଲେ ଠିକ୍ ଅଛି ମାନେ ସ୍କୋର କାର୍ଡ଼ ଆପଣ ଦେଖିବାକୁ ପାଇବେ। ଦେନ୍ କିଛି ପିଲାଙ୍କର ସାର୍ ପ୍ରଶ୍ନ ସାର୍ କଟ୍ ଅଫ୍ ମାର୍କ ଆପଣଙ୍କର କେତେ ଯିବ ଦେଖନ୍ତୁ ମୁଁ କେବେ ବି କଟ୍ ଅଫ୍ ମାର୍କ ସମ୍ପର୍କରେ କୁହେ ନାହିଁ ମୋତେ ଆପଣ କହିବେ ସାର୍ ମୁଁ କେମିତି ପଢ଼ିବି କ'ଣ ପଢ଼ିବି କେମିତି କ୍ୱାଲିଫାଇ କରିବି କ୍ୱାଲିଫାଇ କରାଇବାର ଦାୟିତ୍ୱ ମୋର ମାନେ ପରିଶ୍ରମ ମୁଁ କରିବି ଆପଣ ଖାଲି ପରିଶ୍ରମ କଲେ କ୍ୱାଲିଫାଇ ଆପଣ ସୁନିଶ୍ଚିତ ହେବେ ତାହା ଆପଣଙ୍କର ଷ୍ଟେଟ୍ ବିଏଡ୍ ଆପଣଙ୍କର ହେଉ CUET ବିଏଡ୍ ଆପଣଙ୍କର ହେଉ କି ରିଜନାଲ୍ ବିଏଡ୍ ହେଉ କି ଆପଣଙ୍କର ଇଗ୍ନୁ ବିଏଡ୍ ହେଉ ଆପଣ ଯଦି ଖାଲି ପ୍ଲାନିଂ ଅନୁସାରେ ପଢ଼ୁଛନ୍ତି ଡିସ୍କ୍ୱାଲିଫାଇ ତ ହେବେନି ଗ୍ୟାରେଣ୍ଟି ମୋର କିନ୍ତୁ ହେଲେ ବି ଆପଣଙ୍କୁ ଦେଖନ୍ତୁ ମୁଁ ଆପଣଙ୍କୁ ସବୁବେଳେ ପ୍ଲାନିଂ ଭିଡ଼ିଓରେ କହିଦେଇଥାଏ ଯେ କଟ୍ ଅଫ୍ ମାର୍କ ଆପଣଙ୍କର କେତେ ଯିବ ଗୋଟେ ବର୍ଷ ପୂର୍ବରୁ ଆପଣଙ୍କୁ ମୁଁ ଦେଖନ୍ତୁ କହିଦେଇଛି ଆପଣ ଏହି ପ୍ଲାନିଂ ଭିଡ଼ିଓକୁ ଦେଖିଦେବେ ଏଥିରେ ମୁଁ କହିଦେଇଛି କଟ୍ ଅଫ୍ କେତେ ଯିବ ଯାହା ଯାଇଥିଲା ଯେତିକି ମୁଁ କହିଛି ସେମ୍ ଆପଣଙ୍କର ଯିବ ତାଠୁ ଅଧିକ ଯିବ ଯେ କମ୍ ଆପଣଙ୍କର ଯିବ ନାହିଁ। ଠିକ୍ ଅଛି ବୁଝିଗଲେ ଦେନ୍
तो सबु सांग मानक जन दिंतु जे आज आपणकर स्कोर कार्ड मेरिट लिस्ट पब्लिश हो पारे हो न पारे कही हेबनी किंतु स्कोर कार्ड आउ रिजल्ट आपणकर आज पब्लिश हो देन तापर जाइए आपणकर फाइनल मेरिट लिस्ट बा फास्ट सिलेक्शन लिस्ट आपणकर पब्लिश हो देन किछि पिलांकर डाउट कि सर आमर एथर तो सर यूजी रु पीजी आमर सब फ्री कराई जे ताले कौन बीएड रे भी आपणकर फ्री कि प्रथम कथा बीएड रे जदि फ्री हैला केवल गवर्नमेंट सीट रो जो कोर्स फी ताहा ही आपणकर फ्री होबो किंतु फ्री होबो नाही एइति पई जेहेतु बीएड टा होची गोटे प्रोफेशनल कोर्स एबे प्रोफेशनल कोर्स आपणकर कहिले कोन ना जो कोर्स कला परे डायरेक्टली आपण चाकरी पई एलिजिबल हेई पारुछंती किबा चाकरी पई जो कोर्स करा जाय ताको प्रोफेशनल कोर्स बोली कहा जाय तो बीएड टा होची गोटे प्रोफेशनल कोर्स तेनकर एई कोर्स पई आपणकर कोर्स फी देबाकू पड़िबो जदि गवर्नमेंट कहला नाई बीएड पिला मानकू भी देवाई पड़ोनी देन तो बोली बहुत ही भल अरे स्कॉलरशिप एते अधिक अच्छी जे आपण कोटी 90,000 खर्च करेंगे गवर्नमेंट आपण को 1,10,000 टंका स्कॉलरशिप आपणकर दब आउ केते आपणकर दरकार ठीक अच्छे बुझीपार तेणुक टेंशन नेबार नहीं ठाकुरंकर आशीर्वाद आपण प्रति रही आपण तो ऑलरेडी परिश्रम करी जहाँ भी परीक्षा हॉल में करिकी आछंती एवं स्कोर पिलांकर एते एते अधिका अच्छी मु कौन आउ कहबी ठीक अच्छे तो आज रिजल्ट आपणकर पब्लिश हो थैंक यू जय जगन्नाथ धन्यवाद आउ रिजल्ट पब्लिश होला परे आपण निजे निजे निहाती जणैबे जेमिति पब्लिश हो मु तो आउ गोटे वीडियो आपन को बनैदेवी तो आपण माने निहाती जणैबे 8895154969 नंबर आपण निहाती जणैबे ठीक अच्छे थैंक यू जय जगन्नाथ धन्यवाद थैंक यू।